ପୁରୀ ରଥଯାତ୍ରା ପାଇଁ ପୁରୀରେ ଏକ ସୁରକ୍ଷା ସମ୍ବନ୍ଧୀୟ ସରକାରଙ୍କର ଉଚ୍ଚସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରନ୍ତି। ଇଏ ପ୍ରତିବର୍ଷ ଇଏ ବୈଠକ ହୁଏ ଏବଂ ଯେହେତୁ ମୁଁ ଦାୟିତ୍ୱ ନେଲା ପରେ ଲୋକଙ୍କର ମୁଖ୍ୟମନ୍ତ୍ରୀ ହିସାବରେ ବୈଠକ ଆଜି ହେଲା ଏବଂ ଏହି ଅବସରରେ ଯେହେତୁ ଅଲାରନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାର ଅଭିଳାଷ ବି ଥିଲା ଏବଂ ମୁଁ ଆଗରୁ 2-3 ବର୍ଷ ପୂର୍ବରୁ ମଧ୍ୟ ଆମ ବିଧାୟକମାନଙ୍କ ସହିତ ଆସିକି ଥରେ ଆମେ ଦର୍ଶନ ବି କରିଥିଲୁ। ଆଉ ଆମର ସ୍ଥାନୀୟ ବିଧାୟକ ଉପାସନା ମହାପାତ୍ର ଆମର ସମସ୍ତ ନେତୃବୃନ୍ଦ ବି ଏଠି କାର୍ଯ୍ୟକ୍ରମକୁ ଆସିବା ପାଇଁ ବି ଅନୁରୋଧ କରିଥିଲେ। ତେଣୁ ନିଶ୍ଚିତ ଭାବରେ ଇଏ ଗୋଟେ ମୋ ପାଇଁ ଅପୂର୍ବ ପରମ ସୌଭାଗ୍ୟ ପ୍ରଭୁ ଅଲାରନାଥଙ୍କର ଦର୍ଶନ କରିବା। ତେଣୁ ନିଶ୍ଚିତ ଭାବରେ ଆଜି ସେଇ ପ୍ରଭୁଙ୍କ କାମରେ ଯେହେତୁ ଆମେ ଆସିଥିଲୁ ପ୍ରଭୁଙ୍କୁ ଅଲାରନାଥ ଦର୍ଶନ କରିବା ଅଭିପ୍ରାୟ ଆଜି ଆମର ପୂରଣ ହେଇଛି। ଆଉ ନିଶ୍ଚିତ ଭାବରେ ରଥଯାତ୍ରା କେମିତି ବହୁତ ଭଲରେ ହେବ, ସମସ୍ତଙ୍କର କିଭଳି ଭାବରେ ବହୁତ ସୁଖରେ ଏବଂ ଭଲରେ ସମସ୍ତେ ରହିବେ, ସୁରକ୍ଷାର ସହିତ ରହିବେ। ଆଉ ସେଥିପାଇଁ ଆଜି ଏଠି ପ୍ରଭୁ ଏଠି ଟାଣି ଆଣିଛନ୍ତି, ତାଙ୍କର ଦର୍ଶନ ବି ବହୁତ ଭଲରେ ହେଲା। ନିଶ୍ଚିତ ଭାବରେ ଆଶା କରିବି ଆମ ଓଡ଼ିଶାର ନୂଆ ସରକାର ଆସିଲା ପରେ ଲୋକଙ୍କର ସର୍ବମଙ୍ଗଳ ହେଉ, ସର୍ବକଲ୍ୟାଣ ହେଉ, ସମସ୍ତେ ସୁଖରେ ଆଉ ଭଲରେ କେମିତି ରହିବେ ସେଥିପାଇଁ ପ୍ରଭୁଙ୍କ ନିକଟରେ ବି ପ୍ରାର୍ଥନା କରିଛି। ନିଶ୍ଚିତ ଭାବରେ ଆଗାମୀ ଦିନରେ ଓଡ଼ିଶା ସମୃଦ୍ଧ ଓଡ଼ିଶା ବିକଶିତ ହେବା ପାଇଁ ଯେଉଁ ଆମର ଭିଜନ ଡକୁମେଣ୍ଟ ତିଆରି ହେଇଛି, ଯେଉଁ ଆମର ରୋଡ଼ ମ୍ୟାପ୍ ପ୍ରସ୍ତୁତ ହେଇଛି, ନିଶ୍ଚିତ ଭାବରେ ଓଡ଼ିଶା ବିକାଶ ଏବଂ ସମୃଦ୍ଧ ଓଡ଼ିଶା ହେବ ଏବଂ ସେଥିପାଇଁ ପ୍ରଭୁଙ୍କ ନିକଟରେ ଆଜି ଏ ପ୍ରାର୍ଥନା